ଏୟାର ଇଣ୍ଡିଆ ପ୍ଲେନ୍ କ୍ରାସ୍ ହେବାର ପ୍ରକୃତ ଘଟଣା କ'ଣ ଥିଲା? କ'ଣ ଯାନ୍ତ୍ରିକ ତ୍ରୁଟି ଥିଲା? ନା ପାଇଲଟଙ୍କର କିଛି ତ୍ରୁଟି ଥିଲା, ଯଦ୍ୱାରା ଆଜି ସବୁଠାରୁ ବଡ଼ ଦୁର୍ଘଟଣାରେ ପରିଣତ ହେଲା? ଏବଂ ପ୍ରିଲିମିନାରୀ ଇନଭେଷ୍ଟିଗେସନରୁ ଏମିତି ଏକ ତଥ୍ୟ ବାହାରକୁ ଆସିଲା, ଯାହା ଦୁର୍ଘଟଣାର ପ୍ରକୃତ କାରଣ ମଧ୍ୟ ହୋଇପାରେ। ଏୟାର ଇଣ୍ଡିଆ AI-17 ଉଡ଼ାଣ ନେବାର କିଛି ସେକେଣ୍ଡରେ ହିଁ ଦୁର୍ଘଟଣାରେ ପରିଣତ ହେଲା। ଦୁର୍ଘଟଣା ହେବାର କିଛି ସେକେଣ୍ଡ ଆଗରୁ ଫ୍ଲାଇଟ୍ର ଦୁଇଟି ଇଞ୍ଜିନ୍ର ସୁଇଚ୍ ରନୱେରୁ କଟ୍ ଅଫ୍ ପୋଜିସନରେ ଥିଲା। ମୁଖ୍ୟ ପାଇଲଟ ଅନ୍ୟ ଏକ ପାଇଲଟକୁ ପଚାରିଲା, ଫ୍ୟୁଏଲ୍ ସୁଇଚ୍ କିଏ ବନ୍ଦ କଲା? କୋ-ପାଇଲଟ ଏହାର ଉତ୍ତର ଦେଲେ, ମୁଁ ତାହା ଜାଣେ ନାହିଁ। କିଏ ବନ୍ଦ କଲା? କ'ଣ ବାସ୍ତବରେ ଏହା ସମ୍ଭବ ହୋଇପାରେ? ଏକା ସମୟରେ ଦୁଇଟି ଇଞ୍ଜିନ୍ର ସୁଇଚ୍ ଅଫ୍ ହେବା? ନା ପ୍ରକୃତରେ ଯାନ୍ତ୍ରିକ ତ୍ରୁଟି ଥିଲା? ଆସନ୍ତୁ ବନ୍ଧୁଗଣ, ଆଜି ଏହି ବିଷୟରେ ଡିପ୍ଲି ଆଲୋଚନା କରିବା ପୂର୍ବରୁ ମୋ ବୁକ୍ ଓଡ଼ିଆ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। 12 ଜୁନ୍ 2025 ସକାଳ ପ୍ରତିଦିନ ଭଳି ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ପାଗ ପ୍ରତିକୂଳ ଅବସ୍ଥାରେ ଥିଲା ଏବଂ ପ୍ରତ୍ୟେକ ଉଡ଼ାଜାହାଜ ନିଜ ନିଜ ଗତିପଥରେ ଉଡ଼ାଣ କରୁଥାନ୍ତି। 2 ଘଣ୍ଟା ସମୟ ଆଗରୁ ଏୟାର ଇଣ୍ଡିଆ AI-171 ମଧ୍ୟ ଦିଲ୍ଲୀରୁ ଅହମ୍ମଦାବାଦ ଆସି ପହଞ୍ଚିଥିଲା ଏବଂ ଅହମ୍ମଦାବାଦରୁ ଲଣ୍ଡନ ଯାତ୍ରା ପାଇଁ ପୂରା ପ୍ରସ୍ତୁତ ଥିଲା। କିନ୍ତୁ କିଛିଟା ସମୟ ପରେ ଏହା ଯେ ଇତିହାସରେ ସବୁଠାରୁ ବଡ଼ ଏୟାର ଦୁର୍ଘଟଣାରେ ନାମିତ ହେବ, ତାହା କେହି ଜାଣିନଥିଲେ। AI-171 କକପିଟ୍ରେ କ୍ୟାପ୍ଟେନ୍ 56 ବର୍ଷୀୟ ସୁମିତ ସବରୱାଲ ମୁଖ୍ୟ ଚାଳକ ଥିଲେ ଏବଂ ତାଙ୍କର ବିମାନ ଉଡ଼ାଣର ଅଭିଜ୍ଞତା 15,600 ଘଣ୍ଟା ଥିଲା, ଯାହାକି 8,200 ଘଣ୍ଟା ଏହି ଜାହାଜ ବୋଇଂ 787ରୁ ହିଁ ପ୍ରାପ୍ତ କରିଥିଲେ ଏବଂ କିଛି ସମୟ ମଧ୍ୟରେ ଅବସର ନେବା ପାଇଁ ପ୍ରସ୍ତୁତ ହୋଇସାରିଥିଲେ। କୋ-ପାଇଲଟ, ଯାହାକୁ ପ୍ରଥମ ଅଫିସର ବି କୁହାଯାଏ, ତାଙ୍କର ମଧ୍ୟ ସର୍ବମୋଟ 3,400 ଘଣ୍ଟା ବିମାନ ଉଡ଼ାଣର ଅଭିଜ୍ଞତା ଥିଲା ଏବଂ ଏହି ବୋଇଂ 787 ଡ୍ରିମଲାଇନରରୁ 1,128 ଘଣ୍ଟାର ଅଭିଜ୍ଞତା ଥିଲା, ଯାହା ରିପୋର୍ଟରୁ ଜାଣିବାକୁ ମିଳିଲା। ପ୍ରିଲିମିନାରୀ ଇନଭେଷ୍ଟିଗେସନରେ ଏହା ଉଲ୍ଲେଖ କରାଯାଇଛି ଯେ ଉଡ଼ାଣର 1.5 ଘଣ୍ଟା ପୂର୍ବେ ହିଁ ଦୁଇ ପାଇଲଟ ବର୍ଥ ଏନାଲାଇଜର ଟେଷ୍ଟ ମଧ୍ୟ ପାସ୍ କରିଥିଲେ ଏବଂ ଉଡ଼ାଣ ପାଇଁ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ଥିଲେ। ଫ୍ଲାଇଟ୍ AI-171ରେ ସର୍ବମୋଟ 230 ପାସେଞ୍ଜର ଏବଂ 10 କ୍ରିଉ ମେମ୍ବର୍ସ, ଦୁଇ ପାଇଲଟ ମଧ୍ୟ ମୋଟ 242 ଜଣ ଏହି ଜାହାଜରେ ଥିଲେ। ଜାହାଜରେ 54,000 ଇନ୍ଧନ ଭରି ଦିଆଗଲା, ଯାହା 42 ମିନିଟର ସମୟ ଲାଗିଥିଲା। ସାଧାରଣତଃ ଇନ୍ଧନ ଭରିବା ପାଇଁ 30ରୁ 35 ମିନିଟ୍ ଲାଗିଥାଏ, କିନ୍ତୁ ସେଦିନ କିଛି ସମୟ ବିଳମ୍ବ ହୋଇଥିଲା ଏବଂ ରିପୋର୍ଟରୁ ଜଣାଯାଏ ଯେ କିଛି ସମୟ ଏପଟ ସେପଟ ହୋଇପାରେ। ସମୟ 1:34 ମିନିଟରେ ଉଡ଼ାଣ ପାଇଁ ଅନୁମତି ମଧ୍ୟ ମିଳିଯାଇଥିଲା। ଅହମ୍ମଦାବାଦ ଏୟାର ଇଣ୍ଡିଆ ଟ୍ରାଫିକ୍ ସର୍ଭିସରୁ 1 ଘଣ୍ଟା 38 ମିନିଟ୍ 24 ସେକେଣ୍ଡରେ ସମସ୍ତ ପ୍ରି-ଚେକ୍ ଫ୍ଲାଇଟ୍ ଚେକ୍ ସମ୍ପୂର୍ଣ୍ଣ ହୋଇସାରିଥିଲା। ଉଡ଼ାଣ ପାଇଁ ଅନୁମତି ମଧ୍ୟ ମିଳିଯାଇଥିଲା ଏବଂ ପରିଶେଷରେ 1:38:44 ମିନିଟରେ ଜାହାଜ ଉଡ଼ାଣ କରିଥିଲା। କିଛି ସେକେଣ୍ଡ ପରେ ପାଇଲଟ ଏୟାର ଟ୍ରାଫିକ୍ କଣ୍ଟ୍ରୋଲରୁ ମେ-ଡେ ମେ-ଡେ 3 ଥର କଲ୍ କରିଥିଲେ, କିନ୍ତୁ ସେପଟରୁ କିଛି ଉତ୍ତର ମିଳିଲା ନାହିଁ ଏବଂ ATC ସିଗ୍ନାଲ ମଧ୍ୟ କିଛି ସମୟ ମଧ୍ୟରେ ହିଁ ଡିସକନେକ୍ଟ ହୋଇଯାଇଥିଲା। ଉଡ଼ାଣ ନେବାର ମାତ୍ର 34 ସେକେଣ୍ଡରେ ହିଁ ଏୟାରପ୍ଲେନ୍ 1.5 କିଲୋମିଟର ଦୂର BJ ମେଡିକାଲ କଲେଜରେ ହଷ୍ଟେଲରେ ଯାଇ କ୍ରାସ୍ ହୋଇଥିଲା ଏବଂ ହଷ୍ଟେଲରେ ନିଆଁ ଲାଗିଯାଇଥିଲା। ହଷ୍ଟେଲରେ 35 ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ଏବଂ ନିଆଁ ଲାଗିବାରୁ ଝରକା ଦେଇ ବାହାରକୁ ବାହାରିବାକୁ ଲାଗିଲେ। ଉଡ଼ାଜାହାଜରେ ଯାତ୍ରା କରୁଥିବା ପ୍ରତ୍ୟେକ ଯାତ୍ରୀରୁ ମାତ୍ର ଜଣେ ହିଁ ବଞ୍ଚିଥିଲେ ସୁରକ୍ଷିତ ଭାବରେ, ଯାହାଙ୍କର ନାମ ବିଶ୍ୱାସ କୁମାର ରମେଶ। ସେ ଜଣେ ବ୍ରିଟିଶ ଯାତ୍ରୀ ଥିଲେ। ସରକାର ଆନୁଷ୍ଠାନିକ ଭାବରେ ରିପୋର୍ଟରେ ସୂଚନା ନ ଦେଲେ ମଧ୍ୟ ଆନୁମାନିକ ଭାବରେ ଦେଖିଲେ 270ରୁ ଅଧିକଙ୍କର ଦେହାନ୍ତ ଘଟିଅଛି। ଏହି ପ୍ଲେନ୍ ଦୁର୍ଘଟଣା ଇତିହାସରେ ଲେଖାଯିବ ଦୁନିଆର ସବୁଠାରୁ ଭୟଙ୍କର ଏୟାର ଦୁର୍ଘଟଣା ମଧ୍ୟରୁ ଅନ୍ୟ ଏକତମ ଦୁର୍ଘଟଣା।
ଦୁର୍ଘଟଣାର ପରବର୍ତ୍ତୀ ସମୟରେ କିଛି ଲୋକଙ୍କର ମତ ଏହା ଯେ ଜଣେ ପାଇଲଟ ଆତ୍ମହତ୍ୟା କରିବା ପାଇଁ ଜାଣିଶୁଣି ଫ୍ୟୁଲ୍ ସୁଇଚ୍ ଅଫ୍ କରିଥିଲା। ଏହା ବାର୍ତ୍ତାର କେତେ ଯେ ସତ୍ୟତା ରହିଛି ଉତ୍ତର ଦେବା ପାଇଁ ପାଇଲଟ ମଧ୍ୟ ଜୀବିତ ନୁହନ୍ତି। ଏହାର ପ୍ରକୃତ ସତ୍ୟତା ଜାଣିବା ପାଇଁ ହେଲେ ବିସ୍ତୃତ ଭାବରେ ନିର୍ଣ୍ଣୟ ରିପୋର୍ଟରେ ମିଳିବ, ଯାହାକି ଦୁର୍ଘଟଣାର 1 ବର୍ଷ ମଧ୍ୟରେ ଆସିଯିବ। ମୋର ଖାଲି ଏତିକି ପ୍ରାର୍ଥନା ଯେ ଦୁର୍ଘଟଣାର ପ୍ରକୃତ ସତ୍ୟତା କେତେ ବି ଭୟଙ୍କର ହେଉଥାଉ ନା କାହିଁକି ସମସ୍ତଙ୍କ ସାମ୍ନାକୁ ଆସିବା ଦରକାର। ଯଦି ଆପଣଙ୍କୁ ଏହିଭଳି ଇନଫର୍ମେସନ୍ ଭିଡ଼ିଓ ପସନ୍ଦ ଲାଗେ ତେବେ ମୋ ବୁକ୍ ଚ୍ୟାନେଲକୁ ସବସ୍କ୍ରାଇବ୍, ଲାଇକ୍ କରନ୍ତୁ ଏବଂ ଆଗାମୀ ସମୟରେ ମୁଁ ଅନେକ ସୁନ୍ଦର ବିଷୟ ନେଇକି ଆସିବାକୁ ଯାଉଛି, ସେଥିପାଇଁ ସବସ୍କ୍ରାଇବ୍ କରନ୍ତୁ ଏବଂ ବେଲ୍ ଆଇକନକୁ ଅଲ୍ ନୋଟିଫିକେସନରେ ସେଟ୍ କରନ୍ତୁ। ଧନ୍ୟବାଦ।